ହ୍ୟାଲୋ ପିଲାମାନେ, ଆଜିର ଭିଡ଼ିଓରେ ଆମେ ପରିବେଶ ବିଜ୍ଞାନ ବହିର ପାଠ 3 ଯାହାର ନାମ ଖାଦ୍ୟ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ, ଏହି ପାଠଟିକୁ ଆମେ ପଢ଼ିବା। ଏହି ପାଠଟିକୁ ପୁରା ଅତି ସହଜରେ ଆମେ ବୁଝିବା। ମୋର ଯେତେ ବି ଭିଡ଼ିଓ ପୂର୍ବରୁ ଆସିଛି ସବୁ ଭିଡ଼ିଓରୁ ଏହି ଭିଡ଼ିଓଟି ସମ୍ପୂର୍ଣ୍ଣ ଅଲଗା ରହିବ। ପିଲାମାନେ, ତୁମେମାନେ ମୋର ଗତ ଭିଡ଼ିଓ ଯେତେ ସବୁ ମୁଁ ଅପଲୋଡ଼ କରିଛି ସେଇ ଭିଡ଼ିଓକୁ ତୁମେ ଯଦି ଦେଖିନାହଁ ତ ଶୀଘ୍ର ଯାଇ ଦେଖିନିଅ, କାରଣ ଆମେ ଏହି ଚ୍ୟାନେଲରେ ଆଦର୍ଶ ବିଦ୍ୟାଳୟ ପାଇଁ ଏବଂ ନବୋଦୟ ବିଦ୍ୟାଳୟ ପାଇଁ ପ୍ରିପେୟାର କରାଉଛୁ। ଯେଉଁମାନେ ବି ଆଦର୍ଶ ବିଦ୍ୟାଳୟ ପରୀକ୍ଷା ଦେବେ ସେମାନେ ଆମ ଭିଡ଼ିଓକୁ ଦେଖନ୍ତୁ ହେଲା। ଆଉ ଆମ ପାଖରେ ଅଧିକ ସମୟ ନାହିଁ, କାରଣ ଜାନୁଆରୀ 9 ତାରିଖରେ ଆମର ପରୀକ୍ଷା ହେବାକୁ ଯାଉଛି ଆଦର୍ଶ ଏଣ୍ଟ୍ରାନ୍ସ ଏକ୍ଜାମ। ବୁଝା ପଡ଼ିଲା ପିଲାମାନେ? ତ ପାଠଟିକୁ ଆମେ ଆରମ୍ଭ କରିବା। ଦେଖ ପିଲାମାନେ, ପରିବେଶ ବିଜ୍ଞାନର ପାଠ 3 ହେଲା, ଖାଦ୍ୟ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ। ଦେଖ ପିଲାମାନେ, ନିଜର ଦୈନନ୍ଦିନ ଜୀବନରେ ଅତିବାହିତ କରିବା ପାଇଁ ପ୍ରତ୍ୟେକ ମଣିଷ କିଛି ନା କିଛି କାମ କରିଥାନ୍ତି ନା ନାହିଁ? କିଛି ନା କିଛି କାମ କରିଥାନ୍ତି। ସେମାନଙ୍କ କର୍ମ ଦ୍ୱାରା ସମାଜରେ ସମସ୍ତେ ଉପକୃତ ହୋଇଥାନ୍ତି। ଏବେ ଦେଖ, ଆମ ଦୈନନ୍ଦିନ ଜୀବନରେ ଆମେ ଚାରିଆଡ଼େ ଦେଖୁଛନ୍ତି ନା ନାହିଁ, ସବୁ ଲୋକ କାମ କରୁଛନ୍ତି। ଯେପରି ଡକ୍ଟର ତାଙ୍କ କାମ କରୁଛନ୍ତି, ଇଞ୍ଜିନିୟର ତାଙ୍କ କାମ କରୁଛନ୍ତି, ସେହିପରି ଡ୍ରାଇଭର ତାଙ୍କ ନିଜର କାମ କରୁଛନ୍ତି। ଏମିତି ସମସ୍ତେ କିଛି ନା କିଛି କାମ କରୁଛନ୍ତି ଏବଂ ସେମାନଙ୍କ କାମ ଦ୍ୱାରା ଆମେ ଆମ ସମାଜରେ ଉପକୃତ ହେଉଛୁ। ଯେମିତି ଡକ୍ଟର ଗୋଟିଏ ରୋଗୀକୁ ଦେଖନ୍ତି, ରୋଗୀଙ୍କୁ ଚିକିତ୍ସା କରନ୍ତି, ସେମିତି ଡ୍ରାଇଭର କ'ଣ କରନ୍ତି? ଗାଡ଼ି ଚଲାନ୍ତି, ଯାହାଫଳରେ ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁ ଅତି ସହଜରେ। ସେହିପରି ପୋଲିସ କ'ଣ କରନ୍ତି? ପୋଲିସ ମଧ୍ୟ ଆମକୁ ସୁରକ୍ଷା ଦେଇଥାନ୍ତି। ସେହିପରି ସୈନିକ ମଧ୍ୟ ଆମ ଦେଶକୁ ସୁରକ୍ଷା ଦେଇଥାନ୍ତି। ଏମିତି ସମସ୍ତେ କିଛି ନା କିଛି କାମ କରନ୍ତି। ଆମ ଦେଶର ବିଭିନ୍ନ କ୍ଷେତ୍ରରେ ଯଥା ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ପରିବହନ, ଯୋଗାଯୋଗ, ଦେଶ ରକ୍ଷା ଆଦି କ୍ଷେତ୍ରରେ ବହୁ ସଂଖ୍ୟକ ଲୋକେ ନିୟୋଜିତ ହୋଇଥାନ୍ତି। ଦେଖ ପିଲାମାନେ, ଶିକ୍ଷା କ୍ଷେତ୍ରରେ ଆମର ସାର୍ ମ୍ୟାମ୍ ମାନେ ପଢ଼ାଉଛନ୍ତି ନା ନାହିଁ? ଶିକ୍ଷା କ୍ଷେତ୍ରରେ ସେମାନେ, କୃଷି କ୍ଷେତ୍ରରେ କୃଷକମାନେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତରମାନେ, ପରିବହନ କ୍ଷେତ୍ରରେ ଡ୍ରାଇଭର, ହେଲ୍ପର, କଣ୍ଡକ୍ଟର ଇତ୍ୟାଦି, ଯୋଗାଯୋଗ କ୍ଷେତ୍ରରେ କୁଶଳୀ କର୍ମୀମାନେ, ଦେଶ ରକ୍ଷା କ୍ଷେତ୍ରରେ ସୈନିକମାନେ। ଏମିତି ବହୁ କ୍ଷେତ୍ର ଅଛି, ବହୁ କ୍ଷେତ୍ରର ବହୁ ସଂଖ୍ୟକ ଲୋକେ ନିୟୋଜିତ ହୋଇଥାନ୍ତି। ବୁଝା ପଡ଼ିଲା ପିଲାମାନେ? ତ ଦେଖ, ଏବେ ଆମେ ପଢ଼ିବା କ'ଣ? ଗମନାଗମନ ଓ ପରିବହନ କ୍ଷେତ୍ର ବିଷୟରେ ପଢ଼ିବା। ଦେଖ, ଗମନାଗମନ ଏବଂ ପରିବହନ ତିନୋଟି ପଥ ମାଧ୍ୟମରେ ହୋଇଥାଏ। କ'ଣ ସେହି ପଥ ଗୁଡ଼ିକ? ସ୍ଥଳପଥ, ଜଳପଥ, ଆକାଶପଥ। ସ୍ଥଳପଥରେ ଯେମିତି ଆମେ ସଡ଼କ ଉପରେ ବା ରାସ୍ତା ଉପରେ ଆମେ କେଉଁ ଯାନବାହନ ଦ୍ୱାରା ଯାଇପାରୁଛନ୍ତି? ଏକରେ ତ ଆମେ ଚାଲିକି ଯାଇପାରୁଛନ୍ତି, ନଚେତ୍ ସାଇକେଲ, ରିକ୍ସା, ବସ୍, କାର୍, ଟ୍ରେନ୍ ଇତ୍ୟାଦି ଆମେ ବ୍ୟବହାର କରି ଯାଉଛନ୍ତି। ସେହିପରି ଜଳପଥରେ ପାଣି ଦ୍ୱାରା କ'ଣ? ନୌକା, ଲଞ୍ଚ, ଜାହାଜ ଇତ୍ୟାଦି ଦ୍ୱାରା ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁଛନ୍ତି। ତା ସହିତ ଆମେ ଜିନିଷ ମଧ୍ୟ ନେବା ଆଣିବା କରିପାରୁଛନ୍ତି। ସେହିପରି ଆକାଶପଥରେ କ'ଣ? ଉଡ଼ାଜାହାଜ। ସମସ୍ତେ ଦେଖିଥିବ ପିଲାମାନେ ଉଡ଼ାଜାହାଜ। ଆକାଶପଥ ମାଧ୍ୟମରେ ଆମେ ଉଡ଼ାଜାହାଜ ମାଧ୍ୟମରେ ଯାଉ। ଆକାଶପଥରେ ଆମେ ଉଡ଼ାଜାହାଜ ମାଧ୍ୟମରେ ଯାଉ, ଗମନାଗମନ କରୁ ହେଲା। ସେହିପରି ଦେଖ ପିଲାମାନେ, ସ୍ଥଳପଥ ବିଷୟରେ ଆମେ ଟିକେ ଭଲସେ ପଢ଼ିବା। ସ୍ଥଳପଥ କ'ଣ? ସଡ଼କ ପଥ ବା ସଡ଼କ ପଥରେ କ'ଣ? ରାସ୍ତା। ସଡ଼କ ଅର୍ଥାତ୍ ରାସ୍ତା। ରାସ୍ତାରେ ଏବେ କହିଲ ପିଲାମାନେ, ରାସ୍ତା ତିଆରି କାମରେ ଆମକୁ କ'ଣ ସବୁ ଦରକାର? ପିଚୁ ଦରକାର, ସିମେଣ୍ଟ ଦରକାର, ବାଲି ଦରକାର, ଗୁଡ଼ି ଦରକାର, ମୋରମ
ଇତ୍ୟାଦି ଜିନିଷ ଆମକୁ ଦରକାର ନା ନାଇଁ। ତେବେ ଏଇ ସବୁ ଜିନିଷ ଗୁଡ଼ିକ କ'ଣ ଆମେ ଆଣିକି ରଖିଲେ ଆମର ସବୁ କାମ ହୋଇଯିବ କି? ନାଇଁ। ତେବେ ତା ପାଇଁ ଆମେ କ'ଣ ଶ୍ରମିକ ମଧ୍ୟ କାମ କରନ୍ତି ରାସ୍ତା ନିର୍ମାଣରେ, ତିଆରି କରିବାରେ। ଠିକାଦାର କ'ଣ କରନ୍ତି? ରାସ୍ତା ତିଆରି କାମ ବୁଝନ୍ତି, ଆମେ ଯାହାକୁ କଣ୍ଟ୍ରାକ୍ଟର କହୁ ନା ନାଇଁ। ଆଉ ଯନ୍ତ୍ରୀ ଇଞ୍ଜିନିୟର ମାନେ କ'ଣ କରନ୍ତି? ନା ରାସ୍ତା କିପରି ହେବ ତାହାର ଯୋଜନା ପ୍ରସ୍ତୁତ କରନ୍ତି ହେଲା। ଆଉ କ'ଣ କରନ୍ତି ସେମାନେ? ଆଉ ନିର୍ମାଣ କାର୍ଯ୍ୟକୁ ତଦାରଖ ମଧ୍ୟ କରନ୍ତି। କାମ କେତେ ଦୂର ଗଲା, କାମ ଠିକ ସେ ହୋଇଛି କି ନାହିଁ, ସବୁ ତଦାରଖ ଯନ୍ତ୍ରୀ କରନ୍ତି। ବୁଝା ପଡ଼ିଲା ପିଲାମାନେ? ତ ଦେଖ, ଏବେ ସଡ଼କ ପଥ ମାଧ୍ୟମରେ କେଉଁ ଯାନବାହନ ଯିବା ଆସିବା କରେ କହିଲ? ପଢ଼ିଥିଲେ ସାଇକେଲ, ମୋଟର ଗାଡ଼ି, ରିକ୍ସା, ବସ୍, କାର, ଟ୍ରକ୍ ଇତ୍ୟାଦି। ତ ଏଗୁଡ଼ିକ କ'ଣ ଆପେ ଆପେ ଚାଲିଯାଏ କି? ନାଇଁ ନା, ଆପେ ଆପେ ଚାଲିବନି। ତ ତା ପାଇଁ ଆମକୁ କ'ଣ, ତା ପାଇଁ ନିୟୋଜିତ ହୋଇଥାନ୍ତି ଡ୍ରାଇଭର, ଯିଏକି ଗାଡ଼ି ଚଲାନ୍ତି। ହେଲ୍ପର ଡ୍ରାଇଭରଙ୍କୁ ସାହାଯ୍ୟ କରନ୍ତି ନା ନାଇଁ। ଦେଖିଥିବ ହେଲ୍ପର କ'ଣ ଡ୍ରାଇଭରଙ୍କୁ ସାହାଯ୍ୟ କରନ୍ତି, ତା ସହିତ ଯାତ୍ରୀମାନଙ୍କର ଜିନିଷପତ୍ର କେମିତି ସୁରକ୍ଷିତରେ ଯିବ ତାହା ମଧ୍ୟ ଦେଖନ୍ତି ହେଲ୍ପର। କଣ୍ଡକ୍ଟର କ'ଣ କରନ୍ତି? ବସ୍ ଭଡ଼ା ଆଦାୟ କରନ୍ତି ଯାତ୍ରୀମାନଙ୍କଠୁ। ସେହିପରି ମେକାନିକ କ'ଣ କରନ୍ତି? ତେବେ ଦେଖ, ଗାଡ଼ି ଗୋଟିଏ କ'ଣ ଯାନ, ସେ କେବେ ନା କେବେ ତ ଖରାପ ହେବ ନିଶ୍ଚିତ। ତ ତାକୁ ସଜାଡ଼ିବା ପାଇଁ କିଏ ଥାନ୍ତି? ମେକାନିକ ଥାନ୍ତି। ବୁଝା ପଡ଼ିଲା? ତ ଦେଖ ପିଲାମାନେ, ସେହିପରି ସଡ଼କ ପଥ ହେଲା ରେଳପଥ ମାଧ୍ୟମରେ। ସ୍ଥଳ ପଥର ଗମନାଗମନ ହେଲା ଦୁଇ ଭାଗରେ, ସଡ଼କ ପଥ ଏବଂ ରେଳପଥ। ତ ରେଳପଥ ମାଧ୍ୟମରେ ଦେଖ, ରେଳ ଜାଣିଛ ସମସ୍ତେ, ଟ୍ରେନ କୁହାଯାଏ, ରେଳଗାଡ଼ି। ତ ରେଳପଥରେ କିଏ କିଏ ନିୟୋଜିତ ଥାନ୍ତି? ରେଳପଥରେ ଷ୍ଟେସନ ମାଷ୍ଟର, ସେହିପରି ସିଗ୍ନାଲ ମ୍ୟାନ, ତାପରେ ଟିକେଟ ଯାଞ୍ଚ କର୍ମଚାରୀ ବା ଟିଟିଆଇ ଆମେ ଯାହାକୁ କହୁ, ଡ୍ରାଇଭର, ତାପରେ ରେଳ ଧାରଣା ନିରୀକ୍ଷକ, ରେଳ ସୁରକ୍ଷା ବାହିନୀ ଇତ୍ୟାଦି ରେଳପଥରେ କାମ କରନ୍ତି। ତ ଦେଖ, ଷ୍ଟେସନ ମାଷ୍ଟର କ'ଣ କାମ କରନ୍ତି? ଷ୍ଟେସନର କାର୍ଯ୍ୟ ଦେଖନ୍ତି, ଗାଡ଼ି ରହିବା କିମ୍ବା ଯିବା। ଷ୍ଟେସନ ମାଷ୍ଟର ଷ୍ଟେସନର ସବୁ କାର୍ଯ୍ୟକୁ ଦେଖନ୍ତି। ଷ୍ଟେସନର ଯେତେ ସବୁ ଭାର ଷ୍ଟେସନ ମାଷ୍ଟର ଉପରେ ନ୍ୟସ୍ତ ଥାଏ। ବୁଝା ପଡ଼ିଲା? ତାଙ୍କ ହାତରେ। ସିଗ୍ନାଲ ମ୍ୟାନ କ'ଣ କରନ୍ତି? ଗାଡ଼ି ରହିବା ବା ଯିବା କାମ ସେ ଦେଖନ୍ତି, ତା ସହିତ ସିଗ୍ନାଲ ଦେବା କାମ ମଧ୍ୟ ସେ କରନ୍ତି। ଯଦି ସିଗ୍ନାଲ ସେ ନ ଦେଇଥାନ୍ତି, ସିଗ୍ନାଲ ନ ଦିଅନ୍ତି, ତେବେ ରେଳ ଦୁର୍ଘଟଣା ଘଟିବାର ସମ୍ଭାବନା ରହିବ ହେଲା। ଆଉ କ'ଣ ଟିଟିଆଇ କ'ଣ କରନ୍ତି? ଆହୁରି ମଧ୍ୟ କର୍ମଚାରୀ ରହିଥାନ୍ତି ଷ୍ଟେସନରେ ହେଲା। ଟିକେଟ ବିକ୍ରି କର୍ମଚାରୀ, ଯେଉଁମାନେ ଟିକେଟ ବିକ୍ରି କରନ୍ତି ଷ୍ଟେସନରେ ରହି, ପ୍ଲାଟଫର୍ମରେ ଟିକେଟ ବିକ୍ରି କରନ୍ତି ସେମାନେ। ସେହିପରି ଟିଟିଆଇ କ'ଣ କରନ୍ତି? ଟିକେଟ ଯାଞ୍ଚ କରନ୍ତି, ଯାତ୍ରୀମାନଙ୍କ ଠାରୁ ଟିକେଟ ଯାଞ୍ଚ କରନ୍ତି, ଦେଖନ୍ତି କେହି ଟିକଟ କାଟିଛନ୍ତି କି ନାହିଁ ହେଲା। ସେହିପରି ଡ୍ରାଇଭର କ'ଣ କରନ୍ତି? ରେଳଗାଡ଼ି ଚଲାନ୍ତି ଡ୍ରାଇଭର। ରେଳ ଧାରଣା ନିରୀକ୍ଷକ କ'ଣ କରନ୍ତି? ନା ରେଳ ଧାରଣା, ଆମର ଯେଉଁ ପଟ୍ରି ଅଛି ତାହା ଠିକରେ ଅଛି କି ନାହିଁ, ସବୁ କାର୍ଯ୍ୟ ରେଳ ଧାରଣା ନିରୀକ୍ଷକ ବୁଝନ୍ତି ହେଲା। ରେଳ ଧାରଣା ତଦାରଖ କରନ୍ତି ସେ। ରେଳ ସୁରକ୍ଷା ବାହିନୀ କ'ଣ କରନ୍ତି? ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। କେଉଁ ଯାତ୍ରୀଙ୍କ କ'ଣ ଅସୁବିଧା ହେବ ତାହା ବିଷୟରେ ମଧ୍ୟ ବୁଝନ୍ତି ହେଲା। ସେମାନଙ୍କୁ ସୁରକ୍ଷା ମଧ୍ୟ ଦିଅନ୍ତି। ତ ପିଲାମାନେ ଦେଖ, ଏବେ ନେକ୍ସଟ ପେଜକୁ ଯିବା। ସେହିପରି ସ୍ଥଳପଥ ସରିଲା। ସେହିପରି ଜଳପଥରେ କ'ଣ ସବୁ ଯାନବାହନ ଚାଲେ? ନୌକା, ଲଞ୍ଚ, ଜାହାଜ ଇତ୍ୟାଦି ଚାଲେ। ନୌକା କିଏ ଚଲାନ୍ତି? ନାଉରୀ ଚଲାନ୍ତି। ନାଉରୀ କାହା ଦ୍ୱାରା ଚଲାନ୍ତି? ଆହୁଲା ଏବଂ କାତ ଦ୍ୱାରା ନୌକା ଚାଲେ, ବା ନାଉରୀ ଆହୁଲା ଏବଂ କାତ ବ୍ୟବହାର କରି ନୌକା ଚଲାନ୍ତି। ସେହିପରି ଲଞ୍ଚ ଓ ଜାହାଜ ପାଇଁ ତାଲିମ ପ୍ରାପ୍ତ ଚାଳକ ଥାନ୍ତି। ବୁଝା ପଡ଼ିଲା ପିଲାମାନେ? ନାବିକ ଜଳ ଜାହାଜ ଚଲାନ୍ତି।
ଯେଉଁମାନେ ବି ଜଳ ଜାହାଜ ଚଲାନ୍ତି ତାଙ୍କୁ କଣ କୁହାଯାଏ? ନାବିକ କୁହାଯାଏ। ବୁଝା ପଡିଲା? ସେହିପରି ଯାନ୍ତ୍ରିକ ଯଦି ତ୍ରୁଟି ଦେଖାଯିବ କିଏ ସୁଧାରିବା ପାଇଁ ଥାନ୍ତି? ଇଞ୍ଜିନିୟର ବା ମେକାନିକ। ବୁଝା ପଡିଲା? ସେହିପରି ପୁରା ଗୋଟିଏ ଜାହାଜର ସମସ୍ତ ଦାୟିତ୍ୱ ଜଣଙ୍କ ଉପରେ ନ୍ୟସ୍ତ ଥାଏ। ସେଇ ବ୍ୟକ୍ତିଙ୍କୁ ଆମେ କ୍ୟାପ୍ଟେନ ବୋଲି କହିବା ଜାହାଜର। ବୁଝା ପଡିଲା ପିଲାମାନେ? ତ ଦେଖ ଆହୁରି ମଧ୍ୟ କର୍ମଚାରୀ ମଧ୍ୟ ଥାନ୍ତି ଜାହାଜରେ, ଯେମିତିକି ବେତାର ଚାଳକ, ରାଡାର ନିୟନ୍ତ୍ରକ ଇତ୍ୟାଦି କର୍ମଚାରୀ ଜଳପଥରେ କାମ କରନ୍ତି। ସେହିପରି ଆକାଶ ପଥରେ କେଉଁ କେଉଁ କର୍ମଚାରୀ କାମ କରନ୍ତି? ଟିକେଟ ଯାଞ୍ଚ କର୍ମଚାରୀ କାମ କରନ୍ତି, ଯିଏକି ଆମର ପ୍ରବେଶ ପଥରେ ଟିକେଟ ଯାଞ୍ଚ କରି ଆମକୁ ପ୍ରବେଶ କରିବାକୁ ଦିଅନ୍ତି। ସୁରକ୍ଷା କର୍ମୀ, ସେହିପରି କାଉଣ୍ଟର କର୍ମଚାରୀ କଣ କରନ୍ତି? ବ୍ୟାଗ ନେଇ ଆମକୁ ରସିଦ ଦିଅନ୍ତି। ସେହିପରି ବିମାନରେ ଯେତେବେଳେ ଆମେ ପ୍ରବେଶ କରିବା, ସେହି ଦ୍ୱାରରେ ରହି ଆମକୁ ସ୍ୱାଗତ କରନ୍ତି କିଏ? ପରିଚାରିକା। ହେଲା। ବିମାନ ଚାଳକଙ୍କୁ କଣ କୁହାଯାଏ? ପାଇଲଟ କୁହାଯାଏ। ମନେ ରଖ ପିଲାମାନେ, ବିମାନ ଚାଳକଙ୍କୁ ପାଇଲଟ କୁହାଯାଏ। ହେଲା। ପାଇଲଟ ମାନଙ୍କ ମଧ୍ୟରେ ଜଣେ ମୁଖ୍ୟ ଥାନ୍ତି, ଆଉ ଅନ୍ୟ ସବୁ ସହ ପାଇଲଟ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରନ୍ତି। ଇଞ୍ଜିନିୟର ବିମାନରେ ତ୍ରୁଟି ଦେଖାଗଲେ ଇଞ୍ଜିନିୟର ସଜାଡ଼ନ୍ତି। ଇଞ୍ଜିନିୟର ବା ଯନ୍ତ୍ରୀ ବା ମେକାନିକ। ହେଲା। ବୁଝା ପଡିଲା? ଏବେ ନେକ୍ସଟ ପେଜ କୁ ଯିବା। ସେହିପରି ଦେଖ ଯୋଗାଯୋଗ କ୍ଷେତ୍ର। ଯୋଗାଯୋଗ କ୍ଷେତ୍ରରେ କଣ? ଆମର ଯୋଗାଯୋଗ କ୍ଷେତ୍ରରେ କେଉଁ ସବୁ ଗୁଡ଼ିକ ୟୁଜ ହୁଏ, ବ୍ୟବହାର ହୁଏ? ଟେଲିଫୋନ, ସମ୍ବାଦପତ୍ର, ଟିଭି, ରେଡିଓ, ମୋବାଇଲ, ଇଣ୍ଟରନେଟ, ଡାକଘର ଇତ୍ୟାଦି ସବୁ ଯୋଗାଯୋଗ କ୍ଷେତ୍ରରେ ବ୍ୟବହାର ହୁଏ। ତ ଦେଖ ଡାକଘରେ କିଏ କାମ କରନ୍ତି? ତୃତୀୟ ଶ୍ରେଣୀରୁ ଆମେ ପଢିଛନ୍ତି ପୋଷ୍ଟ ମାଷ୍ଟର। ଡାକଘରେ କେଉଁମାନେ ସବୁ କାମ କରନ୍ତି? ପୋଷ୍ଟ ମାଷ୍ଟର, କିରାଣୀ, ଡାକ ପିଅନ ଇତ୍ୟାଦି। ସେହିପରି ମୋବାଇଲ ଇଣ୍ଟରନେଟରେ କୁଶଳୀ କର୍ମଚାରୀ ଏବଂ ଇଞ୍ଜିନିୟର, ସଜାଡ଼ିବା ପାଇଁ ଇଞ୍ଜିନିୟର ଥାନ୍ତି, କୁଶଳୀ କର୍ମଚାରୀ ମଧ୍ୟ କାମ କରନ୍ତି। ରେଡିଓ, ଟିଭି ଇତ୍ୟାଦିରେ କୁଶଳୀ କର୍ମଚାରୀ କାମ କରନ୍ତି। ଏବଂ ଏଠି ଗୋଟିଏ ଇମ୍ପୋର୍ଟାଣ୍ଟ ପଏଣ୍ଟକୁ ନୋଟିସ କରିବ ପିଲାମାନେ, ସମ୍ବାଦପତ୍ର। ଦେଖ ସମ୍ବାଦପତ୍ରରେ କେଉଁମାନେ ସବୁ କାମ କରନ୍ତି? ସାମ୍ବାଦିକ, ସମ୍ପାଦକ, ପରିଚାଳକ, କୁଶଳୀ କର୍ମଚାରୀ ଇତ୍ୟାଦି। ଦେଖ ସାମ୍ବାଦିକ କଣ କରନ୍ତି? ସମ୍ବାଦ ସଂଗ୍ରହ କରନ୍ତି। ସମ୍ବାଦ ସଂଗ୍ରହ କରନ୍ତି। ହେଲା। ତାପରେ ଦେଖ ପିଲାମାନେ, ଆମ ଦେଶକୁ ରକ୍ଷା କରିବା ପାଇଁ କେଉଁମାନେ ଥାନ୍ତି? ସୈନିକ, ପୁଲିସ ଏମାନେ ଥାନ୍ତି। ଏବଂ ଆମକୁ ଶିକ୍ଷା ଦେବା ପାଇଁ ଶିକ୍ଷକ ଥାନ୍ତି। ତ ଦେଖ ସୈନିକ ବିଷୟରେ ଟିକେ ପଢିବା ଆମେ। ସ୍ଥଳ ବାହିନୀ, ନୌବାହିନୀ, ଆକାଶ ବାହିନୀ ଏହି ସବୁ ବାହିନୀ ବିପର୍ଯ୍ୟୟରେ ଦୁର୍ଗତ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଏବଂ ରିଲିଫ ମଧ୍ୟ ଦରକାର ବେଳେ ବାଣ୍ଟନ୍ତି। ହେଲା। ତୁମେ ମାନେ ଦେଖିଥିବ ଏବେ ଚେନ୍ନାଇରେ ବନ୍ୟା ହୋଇଗଲା ନା ନାଇଁ? ସେଠି ମଧ୍ୟ ସ୍ଥଳ ବାହିନୀ, ନୌବାହିନୀ, ଆକାଶ ବାହିନୀ ସୈନିକ ମାନେ ଦୁର୍ଗତ ଲୋକଙ୍କୁ ସାହାଯ୍ୟ କରନ୍ତି। ହେଲା। ସେହିପରି ଦେଖ ରାଜ୍ୟ ଓ ଦେଶ ଭିତରେ ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତି କିଏ? ପୋଲିସ। ହେଲା। ଚୋରି, ଡକାୟତି, ଗଣ୍ଡଗୋଳ ଇତ୍ୟାଦି ସେମାନେ ରୋକିଥାନ୍ତି। ସେହିପରି ଆଉ ଗୋଟିଏ ପୋଲିସଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କୁ କଣ କୁହାଯାଏ? ଟ୍ରାଫିକ ପୋଲିସ। ସେଇ ପୋଲିସ ମାନେ କଣ କରନ୍ତି? ଯାନବାହନ ଏବଂ ଆମକୁ ସୁରକ୍ଷାରେ ଯାତାୟାତ କରିବାର ସାହାଯ୍ୟ କରିଥାନ୍ତି। କରିବାରେ। ହେଲା। ଦେଖ ଯାନବାହନକୁ ଯେମିତି ସୁରକ୍ଷାରେ ଯିବ ତା କଥା ବୁଝନ୍ତି। ଆମେ ମଧ୍ୟ କିପରି ସୁରକ୍ଷାରେ ଯାତାୟାତ କରିବୁ ତାହା ପାଇଁ ମଧ୍ୟ ସାହାଯ୍ୟ କରିଥାନ୍ତି ସେମାନେ। ହେଲା। ଟ୍ରାଫିକ ନିୟମ ମାନି ଚଳିଲେ ଦୁର୍ଘଟଣାକୁ ଆମେ ରୋକି ପାରିବା। ହେଲା। ଟ୍ରାଫିକ ନିୟମ ଯଦି ଆମେ ମାନି ଚଳିବା ତେବେ ଆମେ ଦୁର୍ଘଟଣାକୁ ରୋକି ପାରିବା। ଯଦି ନ ମାନିବା ତେବେ ଆମର ଦୁର୍ଘଟଣା ହେବାର ସମ୍ଭାବନା ଥାଏ। ତ ତା ପାଇଁ କେତେକ ଟ୍ରାଫିକ ନିୟମ ଗୁଡ଼ିକ ଦିଆଯାଇଛି, ସଂକେତ ଗୁଡ଼ିକ ଅଛି। ଏହି ସଂକେତ ଗୁଡ଼ିକୁ
ମୁଁ PDF ରେ ଦେଇଛି, ତୁମେ ମାନେ ସବୁ ପଢି ବୁଝି ନବ ହେଲା। ଏଗୁଡ଼ିକ ମନେ ରଖିବ, ଏଗୁଡ଼ିକ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଗତ ଥର ମଧ୍ୟ ପରୀକ୍ଷାରେ ଏ ଭିତରୁ ଗୋଟିଏ ଆସିଥିଲା ହେଲା। ତ ଦେଖ, ସିଧା ଯିବା ମନା, ପ୍ରବେଶ ନିଷେଧ ବା ସମସ୍ତ ପ୍ରକାର ଯାନବାହନ ନିଷିଦ୍ଧ, ସାଇକେଲ ଯିବା ମନା, ପଥଚାରୀ ପାଇଁ ନିଷେଧ, ଡାହାଣ ବୁଲାଣି ରାସ୍ତାରେ ଯିବା ମନା, ବାମ ବୁଲାଣି ରାସ୍ତାରେ ଯିବା ମନା, ୟୁ ବୁଲାଣି ରାସ୍ତାରେ ଯିବା ମନା, ଓଭରଟେକିଂ କରିବା ମନା, ହର୍ନ ବଜାଇବା ମନା, ପାର୍କିଂ କରିବା ମନା, ଗାଡ଼ି ରଖିବା ମନା, ବେଗର ସୀମା ଦେଇଥାଏ 50-40 ଏମିତି କରିକି ଥାଏ ଯୋଉ, ତାହା ବେଗର ସୀମା, ସେତିକି ବେଗରେ ତୁମେ ସେଇ ରୋଡରେ ଯାଇପାରିବ। ଏମିତି କେତେ ଗୁଡ଼ିଏ ସଂକେତ ଥାଏ। ଦେଖ, ସଂକେତକୁ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ବାଧ୍ୟତାମୂଳକ ଟ୍ରାଫିକ ସଂକେତ, 2 ସତର୍କତାମୂଳକ ଟ୍ରାଫିକ ସଂକେତ, 3 ଆମର ସୂଚନାମୂଳକ ଟ୍ରାଫିକ ସଂକେତ। ଦେଖ, ବାଧ୍ୟତାମୂଳକ କ'ଣ? ତାକୁ ମାନିବା ପାଇଁ ଆମେ ବାଧ୍ୟ, ତାକୁ ମାନିବାକୁ ବାଧ୍ୟ। ସତର୍କତାମୂଳକ ଟ୍ରାଫିକ ସଂକେତ କ'ଣ? ଯାହାକୁ ଆମେ ଦେଖି ସତର୍କ ହୋଇପାରିବା, ଦୂରରୁ ଦେଖି ହେଲା, ଆମେ ଜାଣିପାରିବା ଯେ ସେଠି ଏଇ ଜିନିଷ ଗୁଡ଼ିକ ଅଛି ହେଲା। ଯେମିତି ଆଗରେ ବିଦ୍ୟାଳୟ, ଗୋଟିଏ ପିଲା ଧାଉଁଥିବାର, ଗୋଟିଏ କିମ୍ବା 2ଟି ପିଲା ଧାଉଁଥିବାର ଚିତ୍ର ଥିବ, ତ ତାକୁ ଆମେ ଦେଖି ବୁଝିପାରିବା କ'ଣ? ଆଗରେ ବିଦ୍ୟାଳୟ ଅଛି। ତ ଆମେ ସେଠି ଗାଡ଼ି ସ୍ଲୋ କରିନେବା, ଗାଡ଼ିର ବେଗ ଆମେ କମାଇ ନେବା ହେଲା। ବୁଝିଲା ପିଲାମାନେ? ସେହିପରି ସୂଚନାମୂଳକ, ଏଇ ସଂକେତ ଗୁଡ଼ିକ ଆମକୁ କିଛି ସୂଚନା ପ୍ରଦାନ କରିଥାନ୍ତି, ଯାହା ଆଗକୁ ଅଛି ବୋଲି। ଯେମିତି ପ୍ଲସ୍ ଚିହ୍ନ ଯଦି ଥାଏ, ତାହା ସୂଚାଏ କ'ଣ? ଆଶୁ ଚିକିତ୍ସା ସ୍ଥାନ। ସେମିତି ଗୋଟିଏ ଖଟ ଉପରେ ଯଦି ଗୋଟିଏ ପ୍ଲସ୍ ଚିହ୍ନ ଥାଏ, ତାହାକୁ ଆମେ କ'ଣ? ଡାକ୍ତରଖାନା ବୋଲି ଜାଣିବା। ବୁଝା ପଡ଼ିଲା ପିଲାମାନେ? ସେହିପରି ଏଇ ସବୁ ସଂକେତ ଗୁଡ଼ିକୁ ତୁମେ ମନେ ରଖିବ। ତ ପିଲାମାନେ, ଆଜିର ପାଠକୁ ଆମେ ଅତି ସହଜରେ ବୁଝିଲେ। ତୁମର ଯେଉଁ ସବୁ ସାଙ୍ଗ ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଏକ୍ଜାମ ଦେବେ, ସେଇ ସମସ୍ତଙ୍କୁ এই ଭିଡ଼ିଓଟି ପଠାଅ, କାରଣ ସେମାନେ ମଧ୍ୟ এই ଭିଡ଼ିଓ ଦେଖିବେ ଏବଂ ପାଠଟିକୁ ଭଲସେ ବୁଝିପାରିବେ। ତେବେ ଯାଇକି ଆମେ ପରୀକ୍ଷାରେ ଫୁଲରୁ ଫୁଲ ମାର୍କ ରଖିବା। ଆମର ଲକ୍ଷ୍ୟ କ'ଣ? ନା ଆଦର୍ଶ ଏକ୍ଜାମରେ ଆମେ ଅଧିକରୁ ଅଧିକ ନମ୍ବର ରଖି ଗୋଟିଏ ସିଟ୍ ହାସଲ କରିବା ହେଲା ପିଲାମାନେ। ତ ଆଜି ପାଇଁ ଭିଡ଼ିଓ ଏତିକି। ଯଦି ତୁମମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ, ଭିଡ଼ିଓକୁ ଲାଇକ୍ କରିବ ଏବଂ କମେଣ୍ଟରେ କହିବ କି ଭିଡ଼ିଓଟି କିପରି ହେଇଛି। ଆମେ ଖୁବ୍ ଶୀଘ୍ର ମଧ୍ୟ MCQ ପ୍ରାକ୍ଟିସ୍ ଭିଡ଼ିଓ ନେଇକି ଆସିବୁ ହେଲା। ଆଜି ପାଇଁ ଏତିକି, ରହୁଛି। ଜୟ ହିନ୍ଦ।